हेलो वेलकम टू माय यूट्यूब चैनल। आज आलोचना करवा प्लस टू सेकेंड ईयर बोर्ड एग्जाम रो से साहित्य दीप्तिर परशुराम भेट कविता को आज आलोचना करवा। आलोचना तो सरी सारी किंतु आज आलोचना करवा से परशुराम भेट कवितार क्वेश्चन आंसर विषय आज आलोचना करवा कि सेठारे कौन अच्छी आम जहाँ पढ़ीचे छात्र मैंने से विषय उत्तर दे पारछंती कि ताहा आलोचना करवा। ସେପରି ଭାବରେ ଯଦି ଚ୍ୟାନେଲକୁ ନ କରିଛନ୍ତି ତେବେ ଲାଇକ୍ ସେୟାର କରି ବେଲ୍ ଆଇକନ୍ଟିକୁ ଅନ୍ କରି ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ, ଯାହାଦ୍ୱାରା ଏଭଳି ଭାବରେ ନୂଆ ନୂଆ ଭିଡ଼ିଓ ପାଇପାରିବ। ସେପରି ଭାବରେ ଆଜି ଏବେ ଆଲୋଚନା କରିବା ସେହି ପରଶୁରାମ ଭେଟ କବିତାର 1 ମାର୍କିଆ 2 ମାର୍କ ବିଶିଷ୍ଟ ପ୍ରଶ୍ନ ଗୁଡ଼ିକର ଆଲୋଚନା, ଯାହା ଚାରୋଟି ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖିବା, ଯାହା ଯୋଜନାମୂଳକ କୋଶ୍ଚିନ୍। ଠିକ୍ ସେପରି ହେଉଛି ମିଥିଳା କଟକରୁ ବାହାରି ରାମ ସୀତା କେଉଁଠି ରହିଲେ ରେ? ରାମ ସୀତା ମିଥିଳା କଟକରୁ ବାହାରି ବୈଶାଳୀପୁରରେ ରହିଲେ। କେଉଁଠାରେ? ବୈଶାଳୀପୁରରେ ରହିଲେ। ଏହାର ଠିକ୍ ଆନ୍ସର୍ ହେଉଛି ବୈଶାଳୀପୁରରେ ରହିଲେ। ଠିକ୍ ସେପରି ନେକ୍ସଟ ଅଛି ବିଶ୍ୱାମିତ୍ରଙ୍କ ଆଶ୍ରମ କେଉଁଠି ଅବସ୍ଥିତ? ବିଶ୍ୱାମିତ୍ରଙ୍କ ଆଶ୍ରମ ସିଦ୍ଧବନରେ ଅବସ୍ଥିତ। ସେପରି ଭାବରେ ଆଉ କାହାର ଆଶ୍ରମ ଥିଲା ସେହି ସିଦ୍ଧବନରେ? ସେହି ପରଶୁରାମ ବା ସେହି କ୍ଷତ୍ରିୟ ବୃତ୍ତର ସେ ଅଧିକାରୀ ବା କ୍ଷତ୍ରିୟର ଯମ ବୋଲି ଯାହାକୁ କହିଥାଉ ତାହାର ମଧ୍ୟ ଆଶ୍ରମ ସେହି ସିଦ୍ଧବନରେ ଅବସ୍ଥିତ। ସେହିପରି ରହିଛି ମଣିଷ ଶରୀର ଉପରେ କେଉଁ ପକ୍ଷୀ ବସିଥିବାର ଦଶରଥ ଦେଖୁଥିଲେ? କେଉଁ ପକ୍ଷୀରେ? ସେ କାକ। କାହାର? ସେ କାକ। ଯେଉଁ ସମାଜରେ ରାଜା ଦଶରଥ ଓ ପୁତ୍ରବଧୂ ସହିତ ଓ ସୈନ୍ୟ ସାମନ୍ତଙ୍କ ସହିତ ଯେଉଁ ସମାଜରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଥିଲେ, ସେହି ସମାଜରେ ରାଜା ଦଶରଥ ତାଙ୍କର ବିପରୀତ ବୋଧକ ବିଭିନ୍ନ ପ୍ରକାର ଅଶୁଭ ସଂକେତ ଦେଖିଥିଲେ ଓ ସେଥିମଧ୍ୟରୁ ଏହି ମନୁଷ୍ୟ ଉପରେ ବସିଥିବା କାକଟି ମଧ୍ୟ ସେହି ରାଜା ଦଶରଥ କ'ଣ କରିଛନ୍ତି? ଦେଖିଛନ୍ତି। ଏଭଳି ଭାବରେ ତାଙ୍କର ସେ ବିପରୀତ ବୋଧକ ଦୃଶ୍ୟ ଦେଖି ରାଜା ଦଶରଥ ସେହି ତାଙ୍କର କୁଳଗୁରୁ ବଶିଷ୍ଠଙ୍କୁ ପ୍ରାର୍ଥନା ମଧ୍ୟ କରିଛନ୍ତି। ସେହିପରି ଭାବରେ ରେଣୁକା ନନ୍ଦନ କିଏ? ରେଣୁକା ହେଉଛନ୍ତି ସେହି ପରଶୁରାମଙ୍କ ମାତା ଓ ତାଙ୍କ ରେଣୁକା ନନ୍ଦନ ବୋଲି କାହାକୁ ଅଛି? ରେଣୁକା ନନ୍ଦନ ବୋଲି ସେହି ପରଶୁରାମକୁ ଆଲୋଚନା କରିଛି, ଯାହା ପୂର୍ବ କ୍ଲାସ୍ରେ ଆମେ ଆଲୋଚନା କରିଛୁ। ଏହି କବିତାରେ ଯମଦଗ୍ନି ହେଉଛନ୍ତି ତାଙ୍କର ପିତା ଓ ତାଙ୍କର ମାତା ହେଉଛନ୍ତି ରେଣୁକା ଓ ଭୟଙ୍କର ନନ୍ଦନ ହେଉଛନ୍ତି କିଏ? ସେହି ପରଶୁରାମ, ଯିଏକି ତାଙ୍କର ପିତାଙ୍କର ପ୍ରତିଶୋଧ ପାଇଁ କ୍ଷତ୍ରିୟମାନଙ୍କର କ'ଣ କରିଛନ୍ତି? ମୁଣ୍ଡ କାଟ କରିଛନ୍ତି ବୋଲି ଏହି କବିତାରେ ଆଲୋଚନା କରାଯାଇଛି। ପରଶୁରାମଙ୍କର ଧ୍ୟାନ କିପରି ଭାଙ୍ଗିଲା? ସେହି ଯେଉଁ ସମୟରେ ରାଜା ଦଶରଥ ପୁତ୍ରବଧୂ ସହିତ ସେହି ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରୁଥିଲେ, ସେହି ସମାଜରେ ସେଠାରେ କିଏ? ସେହି ଯମଦଗ୍ନିଙ୍କର ପୁତ୍ର ପରଶୁରାମ ତାଙ୍କର ପିତାଙ୍କର ସମାଧି ପାଇଁ ସେ କ'ଣ କରୁଥିଲେ? ସମାଧିରେ ସେ ଲିପ୍ତ ଥିଲେ ଓ ସେହି ସମାଜରେ ସେହି ଆଶ୍ରମ ଦେଇ ଆସୁଥିବା ସମାଜରେ କିଏ? ସେହି ପିତା ପୁତ୍ରବଧୂ ଓ ସୈନ୍ୟ ସାମନ୍ତ ଆସୁଥିବା ସମାଜରେ ସେହି ବୀରତ୍ୱର ବାଦ୍ୟରେ ସେ ବୀରତ୍ୱର ଶବ୍ଦରେ ସେ ପରଶୁରାମଙ୍କର କ'ଣ ହୋଇଛି ରେ? ସେ ଧ୍ୟାନଟା ଭଙ୍ଗନ ହୋଇଛି, ଯାହାଫଳରେ ସେହି ପରଶୁରାମ କ୍ରୋଧିତ ବା ରାଗରେ କ'ଣ ହୋଇଛନ୍ତି? ସେହି ତାଙ୍କର ସେହି ସିଦ୍ଧବନରୁ ବାହାରି କ'ଣ କରିଛନ୍ତି? ସେ ତାଙ୍କର ଆଗରେ ସେହି ରାଜା ଦଶରଥ ଓ ତାଙ୍କର ସୈନ୍ୟ ସାମନ୍ତଙ୍କ ଆଗରେ ଏଭଳି ଭାବରେ ଭେଟ ହେବାର ଦୃଶ୍ୟକୁ ପରଶୁରାମର ଭେଟ ବୋଲିକରି କବିତାଟି ଆଲୋଚନା ମଧ୍ୟ କରାଯାଇଛି। ସେହିପରି ଭାବରେ ପରଶୁରାମ କଟିରେ କି ଛାଲ ପିନ୍ଧିଥିଲେ? ଏଇଟା ଆଲୋଚନା କରିଛେ। କଟିରେ ପିନ୍ଧିଛନ୍ତି କୃଷ୍ଣାଜିନ ଛାଲ। ଯଦି କଟିରେ କି ଛାଲ ବୋଲେ ଯଦି ଛାଲ ବୁଝୁଛି ତେବେ କୃଷ୍ଣାଜିନ ଛାଲ, ଆଉ କଟିରେ ଯଦି ଛାଲ ନ ବୁଝିବ ତେବେ କଟିରେ କ'ଣ ବୁଝନ୍ତି ବୋଲେ କଟିରେ କାଛଟି ଲେଖିବ, ଯଦି ଛାଲ ବୁଝିଥିବ ତେବେ କୃଷ୍ଣାଜିନ ଛାଲ ପିନ୍ଧିଛନ୍ତି ବୋଲି କହିବ। ଓ ତାଙ୍କର ସେହି ପିଠିରେ କେଉଁ ଛାଲ ବୋଲେ ତୁମେ ଲେଖିବ ବ୍ୟାଘ୍ର ଛାଲ। ସେହି ବ୍ୟାଘ୍ର ପିଠିରେ ବୋଲେ ଏ ବ୍ୟାଘ୍ର ଛାଲ ଦେବ। ଯଦି ପିଠିରେ ନଥିବ, ଯଦି କଟିରେ ଦେଇଥିବ ତେବେ ତୁମେ ଲେଖିବ କ'ଣ? ସେହି କୃଷ୍ଣାଜିନ ଛାଲ ବୋଲି ଆଲୋଚନା କରିବ।
ସେହିପରି ଭାବରେ ପରଶୁରାମଙ୍କର କୋଦଣ୍ଡର ନାମ କ'ଣ ଆମେ ଆଲୋଚନା କରିଛେ ପୂର୍ବ କ୍ଲାସ୍ରେ। ସେହିପରି ଭାବରେ ପରଶୁରାମଙ୍କର କୋଦଣ୍ଡର ନାମ ହେଉଛି ବୈଷ୍ଣବା। କ'ଣରେ ସେଇ ବୈଷ୍ଣବା ହେଉଛି ସେ ପରଶୁରାମଙ୍କର କୋଦଣ୍ଡର ନାମ। ସେହିପରି ଭାବରେ ନେକ୍ସଟ ନମ୍ବର ହେଉଛି ପରଶୁରାମଙ୍କ କୋଠାରକୁ କବି କାହା ସହିତ ତୁଳନା କରିଛନ୍ତି? ପରଶୁରାମଙ୍କର କୋଠାରକୁ କବି ସେ କବି କିଏ? କବି ବଳରାମ ଦାସ। କିଏ? ସେ ବଳରାମ ଦାସ। ବଳରାମ ଦାସ କ'ଣ କରିଛନ୍ତି? ସେ କୋଠାରକୁ କାହା ସହିତ ତୁଳନା କରିଛନ୍ତି? ପରଶୁରାମଙ୍କର କୋଠାରକୁ କାଳଦଣ୍ଡ ପ୍ରାୟ ସହିତ। କାହା ସହିତ? ସେ କାଳଦଣ୍ଡ ପ୍ରାୟ ସହିତ କବି ବଳରାମ ଦାସ ସେ କୋଠାରକୁ ଆଲୋଚନା କରିଛନ୍ତି। ସେହିପରି ଭାବରେ 9 ନମ୍ବର କ୍ୱେଶ୍ଚିନ୍ ହେଉଛି କ'ଣ? 9 ନମ୍ବର କ୍ୱେଶ୍ଚିନ୍ ହେଉଛି ପରଶୁରାମଙ୍କ ପିତାଙ୍କ ନାମ କ'ଣ? କ'ଣରେ? ପିତାଙ୍କ ନାମ ହେଉଛି ଯମଦଗ୍ନି। ମାତାଙ୍କ ନାମ କ'ଣ? ମାତାଙ୍କ ନାମ ରେଣୁକା। କ'ଣରେ? ରେଣୁକା। ଓ ପିତାଙ୍କ ନାମ କ'ଣ ଥିଲା? ଯମଦଗ୍ନି। ଏହିପରି ଭାବରେ ବୋର୍ଡ଼ ଏକ୍ଜାମ୍ରେ ମଧ୍ୟ ବି କ୍ୱେଶ୍ଚିନ୍ ଆସିଥାଏ। ସେହିପରି ଭାବରେ ମୁଁ ଯାହା ପଢ଼ୁଛି ତାହାକୁ ଭଲ ଭାବରେ ବୁଝ, ଭଲ ଭାବରେ ସୁଝ, ତାପରେ ତାହାକୁ ସେ କବିତାକୁ ରିଭିଜନ୍ କର। ତାପରେ ଏହିଭଳି ଭାବରେ ଆମେ ତ ଆଗକୁ ଯାଇନାହିଁ, ଯେଉଁ ପାଠ ସରିଛି ତାପରେ ଯଦି ଗୋଟିଏ କବିତା ସରିଯାଇଛି ତେବେ ସେହି କବିତାର କ୍ୱେଶ୍ଚିନ୍ ଗୁଡ଼ିକୁ ଆଲୋଚନା କରିବା କି ଏହି କ୍ୱେଶ୍ଚିନ୍ରେ ଛାତ୍ରମାନେ କିଭଳି ଭାବରେ ପଢ଼ିଛନ୍ତି କି କିଭଳି ଭାବରେ ସେ କ୍ୱେଶ୍ଚିନ୍ର ଆନ୍ସର୍ କରିପାରୁଛନ୍ତି ତାହା ପାଇଁ ଏହି କ୍ୱେଶ୍ଚିନ୍ଟି ବନାଯାଇଛି ହେଲା। ସେହିପରି ଭାବରେ ଆଲୋଚନା କରିବା ସେ ଭୃଗୁପତି କିଏ? ଭୃଗୁପତି ହେଉଛନ୍ତି ସେହି ପରଶୁରାମ। କିଏରେ? ସେହି ପରଶୁରାମ ହେଉଛନ୍ତି ଭୃଗୁପତି। ସେହିପରି ଭାବରେ କ୍ୱେଶ୍ଚିନ୍ 11 ଅଛି କ'ଣ? ଶିବଧନରେ କେଉଁ ଅସୁରର ମୃତ୍ୟୁ ହୋଇଥିଲା? ଶିବଧନରେ ତ୍ରିପୁରାସୁରର। ଓ ଶିବଧନ ପାଇଁ କିଏ ଶିବଧନ ଧରିବାକୁ ଅକ୍ଷମ ବୋଇଲେ ତୁମେ ଲେଖିବ ଶିବଧନ ଧରିବା ପାଇଁ କିଏ? ସେଇ ଇନ୍ଦ୍ର ଅକ୍ଷମ ହୋଇଥିଲା। ଓ କେଉଁ ଅସୁରର ପ୍ରାଣ ବା ମୃତ୍ୟୁ ହୋଇଥିଲା ବୋଲେ ତୁମେ ଲେଖିବ ସେହି ତ୍ରିପୁରାସୁର। ସେହି ତ୍ରିପୁରାସୁରର ମୃତ୍ୟୁ ହୋଇଥିଲା କେଉଁ ଧନରେ? ସେ ଶିବଧନରେ। ସେହିପରି ଭାବରେ କ୍ୱେଶ୍ଚିନ୍ ନମ୍ବର 12 ହେଉଛି କି ପରଶୁରାମଙ୍କ କ'ଣ ଥିଲେ? କ୍ଷତ୍ରିୟ ଥିଲେ। କ'ଣ ଥିଲେ ରେ? ପରଶୁରାମ ଥିଲେ କ୍ଷତ୍ରିୟ। ତାଙ୍କର ଆକ୍ଚୁଆଲି ବର୍ଣ୍ଣରେ ଥିଲେ ସେ ବ୍ରାହ୍ମଣ, କିନ୍ତୁ ତାଙ୍କର ପିତାକୁ ସହସ୍ରାର୍ଜୁନ ଜଣେ କ୍ଷତ୍ରିୟ ଥିଲେ। ସହସ୍ରାର୍ଜୁନ କ'ଣ ଥିଲେ? କ୍ଷତ୍ରିୟ ଥିଲେ। ତାଙ୍କର ସେ ପିତାଙ୍କର ମୃତ୍ୟୁର ବା ସେହି ତାଙ୍କର ପିତା ଯମଦଗ୍ନିଙ୍କର କାମଧେନୁକୁ ସେହି ସହସ୍ରାର୍ଜୁନ ନେଇକି ହତ୍ୟା କରିଥିବାରୁ ତାଙ୍କର ପିତାଙ୍କର ପ୍ରତିଶୋଧ ନେବା ପାଇଁ ସେହି କ୍ଷତ୍ରିୟ ପାଲଟିଥିଲେ। କିଏ? ତାହା କ୍ଷତ୍ରିୟର ଯମ ବୋଲି ଯାହାକୁ କୁହାଯାଇଥାଏ। କିଏ? ସେହି ପରଶୁରାମ ତାଙ୍କର କ୍ଷତ୍ରିୟମାନଙ୍କର ପ୍ରତିଶୋଧ ପାଇଁ ସେ କ୍ଷତ୍ରିୟରେ ଅବତରଣ କରିଥିଲେ। ସେହିପରି ଭାବରେ MCQ ଯାହା 4ଟି ସମ୍ଭାବ୍ୟମୂଳକ ପ୍ରଶ୍ନ ଗୁଡ଼ିକର ଆଲୋଚନା କରିସାରିଛେ। ଏବେ ଆଲୋଚନା କରିବା କ'ଣ? ଏବେ ଆଲୋଚନା କରିବା ସେହି କ୍ଷୁଦ୍ର ଉତ୍ତରମୂଳକ 1 ନମ୍ବର ବିଶିଷ୍ଟ ପ୍ରଶ୍ନ ଗୋଟିଏ ବାକ୍ୟରେ ଲେଖିବାକୁ ପଡ଼ିବ। କ'ଣ? ସେ ଗୋଟିଏ ବାକ୍ୟରେ ଉତ୍ତର ଦେବାକୁ ପଡ଼ିବ ଏହି କବିତାର ସେହି ନମ୍ବର ଗୁଡ଼ିକ। ଆମେ MCQ ଗୁଡ଼ିକ କ'ଣ କରିଛେ? ଆଲୋଚନା କରିସାରିଛେ। ଏବେ ଆଲୋଚନା କରିବା ସେହି ଗୋଟିଏ ବାକ୍ୟରେ ଉତ୍ତର ଲେଖିବାକୁ ପଡ଼ିବ, ଯାହାର ମୂଲ୍ୟ ହେଉଛି କେତେ ନମ୍ବର? 1 ନମ୍ବର। କେତେ ନମ୍ବର? 1 ନମ୍ବର ହେଲା। ସେହିପରି ଭାବରେ କ୍ୱେଶ୍ଚିନ୍ ନମ୍ବର କ'ଣରେ? ସେ ପରଶୁରାମ କ୍ୱେଶ୍ଚିନ୍ ନମ୍ବର 1କୁ ଆଲୋଚନା କରିବା ଏବେ ହେଲା। ସେହି ଗୋଟିଏ ବାକ୍ୟରେ ଉତ୍ତର ଦେବା। ପରଶୁରାମ ଭେଟ କବିତାର କବି କିଏ? କିଏ ଲେଖିଲେ? ପରଶୁରାମ ଭେଟ କବିତାର କବି ହେଉଛନ୍ତି ଶ୍ରୀ ବଳରାମ ଦାସ। କିଏ? ଶ୍ରୀ ବଳରାମ ଦାସ ହେଉଛନ୍ତି। ତୁମେମାନେ ଏମିତି ଲେଖିବ ପଞ୍ଚସଖା ଗୋଷ୍ଠୀର ବରେଣ୍ୟ ସାଧକ ସେ ଜଗମୋହନ ରାମାୟଣର ସ୍ରଷ୍ଟା କିଏ ହେଉଛନ୍ତି? ସେ ଭକ୍ତ କବି ବଳରାମ ଦାସ। କିଏ? କବିତାର କବି କିଏ? ଭକ୍ତ କବି ବଳରାମ ଦାସ। ପରଶୁରାମ ଭେଟ କବିତାଟି ଅଟନ୍ତି ବା ସେଇ କବିତାଟି ଆସିଛି ସେ ପରଶୁରାମ ଭେଟ କବିତାଟି କାହା ଦ୍ୱାରା? ସେ ଜଗମୋହନ ରାମାୟଣଙ୍କ ସ୍ରଷ୍ଟା ହେଉଛନ୍ତି ଭକ୍ତ କବି ବଳରାମ ଦାସ। ସେହିପରି ଭାବରେ ନମ୍ବର କ୍ୱେଶ୍ଚିନ୍ 2ରେ ଅଛି କ'ଣରେ? କ୍ୱେଶ୍ଚିନ୍ 2ରେ ଆଲୋଚନା କରାଯାଇଛି ପରଶୁରାମ ଭେଟ କେଉଁ ପୁରାଣର ଗ୍ରନ୍ଥରୁ ଆସିଛି? ଏହି ପରଶୁରାମ ଭେଟ କବିତାଟି ସେହି ବଳରାମ ଦାସଙ୍କ ସେହି ଜଗମୋହନ ରାମାୟଣରୁ ଆସିଛି। କେଉଁ ରାମାୟଣରୁ?
ବା କେଉଁ ଗ୍ରନ୍ଥରୁ ବା କେଉଁ ପୁରାଣରୁ ବୋଇଲେ ତୁମେ ଲେଖିବ ଏହି ଯୁଗମୋହ ରାମାୟଣରୁ ଏହି ପରଶୁରାମ ଭେଟ କବିତାଟି ଆଲୋଚନା କରାଯାଇଛି ବା ଆସିଛି ବୋଲି ମଧ୍ୟ କୁହାଯାଇପାରିବ। ସେହିପରି ଭାବରେ ଆଲୋଚନା କରିବା କ୍ୱେଶ୍ଚିନ୍ ନମ୍ବର 3 କି କ'ଣ ଅଛି ସେ ରାମାୟଣର କେଉଁ କାଣ୍ଡରୁ ପରଶୁରାମ ଭେଟ କବିତାଟି ଆସିଛି କେଉଁ ରାମାୟଣରୁ ସେ ଜଗମୋହନ ରାମାୟଣରୁ କେଉଁ ରାମାୟଣରେ ସେ ଜଗମୋହନ ରାମାୟଣରୁ କେଉଁ କାଣ୍ଡରୁ ଏହା ଆଦି କାଣ୍ଡରୁ ସେହି ରାମାୟଣର ଆଦି କାଣ୍ଡରୁ ଏହି ପରଶୁରାମ ଭେଟ କବିତାଟି କ'ଣ ଆସିଛି ରେ କ'ଣ ହେଇଛି ଆସିଛି ସେହି ଜଗମୋହନ ରାମାୟଣର ଆଦି କାଣ୍ଡରୁ କବିତାର କବି ବଳରାମ ଦାସଙ୍କ ଦ୍ୱାରା ଏହା ଆସିଛି। ସେହିପରି ଭାବରେ କ୍ୱେଶ୍ଚିନ୍ ନମ୍ବର 4 କ'ଣ ଅଛି କ୍ୱେଶ୍ଚିନ୍ ନମ୍ବର 4ରେ ସୀତାଙ୍କର ସ୍ୱୟଂବର ସଭାରେ ରାମଚନ୍ଦ୍ର କେଉଁ ଦହନ ଭଗ୍ନ କରିଥିଲେ ସେହି ସ୍ୱୟଂବର ସଭାରେ ବା ସେ ଜନକ କ'ଣ କରିଥିଲେ ଗୋଟିଏ ପରୀକ୍ଷା କରିଥିଲେ ସେହି ପରୀକ୍ଷାର ବିଷୟ ଥିଲା ସେ ଶିବଧନ ଭଗ୍ନ କରିବା ଶିବଧନ ଭଗବାନ ରାମଚନ୍ଦ୍ର କ'ଣ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଭଗ୍ନ କରି ସୀତାଙ୍କ ପାଣି ଗ୍ରହଣ କରିଛନ୍ତି ଓ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରୁଛନ୍ତି ଯାହାଫଳରେ ଏପରି ଭାବରେ ଦୃଶ୍ୟ ଦେଖାଯାଇଛି ଏପରି ଭାବରେ ସେ ପରଶୁରାମଙ୍କ ସହିତ ଭେଟ ହେଉଥିବାରୁ ଏହାକୁ ପରଶୁରାମର ଭେଟ ବୋଲି କବିତାଟି କବିତାର କବି ବଳରାମ ଦାସ ମଧ୍ୟ ଆଲୋଚନା କରିଛନ୍ତି। ସେପରି ସୀତାଙ୍କର ସ୍ୱୟଂବର ସଭାରେ କେଉଁ ଧନୁର ଭଗ୍ନ କରୁଥିଲେ ଜନକ ନନ୍ଦିନୀ ଜନକର ନନ୍ଦିନୀ କିଏ ରେ ସେ ସୀତା ସ୍ୱୟଂବର ସଭାରେ ରଘୁକୁଳ ଲୀତି ଲୋକ ରାମଚନ୍ଦ୍ର ଶିବଧନୁ ଭଗ୍ନ କରିଥିଲେ କେଉଁ ଧନୁ ସେ ଶିବଧନୁ ଭଗ୍ନ କରିଥିଲେ କିଏ ସେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଚନ୍ଦ୍ର। ସେପରି ଭାବରେ କ୍ୱେଶ୍ଚିନ୍ ନମ୍ବର 5 କ'ଣ ଅଛି ପରଶୁରାମଙ୍କର କାହା ସହିତ ଭେଟ ହେବା କଥା କବିତାରେ କୁହାଯାଇଛି ଏହି କବିତାର ମୁଖ୍ୟ ବିଷୟ ହେଉଛି କ'ଣ ପରଶୁରାମଙ୍କର ଭେଟ ପରଶୁରାମଙ୍କ ଭେଟ ବୋଲେ କାହା ସହିତ ଭେଟ ହେବା କଥା କୁହାଯାଇଛି ଏଠାରେ ପରଶୁରାମଙ୍କର ଦଶରଥଙ୍କ ନନ୍ଦନ କିଏ ଥିଲେ ସେ ରାମଚନ୍ଦ୍ରଙ୍କର ସହିତ ଭେଟ ହେବା କଥା ଏହି କବିତାରେ କ'ଣ ହେଇଛି କୁହାଯାଇଛି। ସେପରି କ୍ୱେଶ୍ଚିନ୍ ନମ୍ବର 6ରେ କ'ଣ ଅଛି ବିଶ୍ୱାମିତ୍ରଙ୍କର ଆଶ୍ରମ କେଉଁଠାରେ ଅବସ୍ଥିତ କେଉଁଠାରେ ସେହି ମହର୍ଷି ବିଶ୍ୱାମିତ୍ରଙ୍କ ଆଶ୍ରମ ହେଉଛି କେଉଁଠାରେ ସେ ସିଦ୍ଧବନରେ ଅବସ୍ଥିତ କାହାର ସେ ବିଶ୍ୱାମିତ୍ରଙ୍କ ଓ କାହାର ମଧ୍ୟ ସେହି ସିଦ୍ଧବନରେ ଆଶ୍ରମ ରହିଛି ସେହି ପରଶୁରାମଙ୍କର ବା ସେ କ୍ଷତ୍ରିୟ ବୃତ୍ତର ବା ସେ ଯମକୁ ଯାହା ବୋଲି କହିଥାଉ ବା ସେ ଯମଦଗ୍ନିଙ୍କର ନନ୍ଦନ ଥିଲା ଯିଏ ସେ ପରଶୁରାମଙ୍କର ଆଶ୍ରମ ମଧ୍ୟ ସେ ସିଦ୍ଧବନରେ ଅବସ୍ଥିତ। ସେହିପରି ଭାବରେ ଆଲୋଚନା କରିବା କ୍ୱେଶ୍ଚିନ୍ ନମ୍ବର 7 କ'ଣ ଅଛି ପରଶୁରାମଙ୍କର ଆଶ୍ରମ କେଉଁଠାରେ ଅବସ୍ଥିତ କେଉଁଠାରେ ଏବେ କହିଥିଲି ସେ ସିଦ୍ଧବନରେ କେଉଁଠାରେ ସେଇ ସିଦ୍ଧବନରେ ପରଶୁରାମଙ୍କର ଆଶ୍ରମ ଅବସ୍ଥିତ। ସେହିପରି ଭାବରେ ଆଲୋଚନା କରିବା ଏବେ କ୍ୱେଶ୍ଚିନ୍ ନମ୍ବର 8ରେ କ'ଣ ଅଛି ରାଜା ଦଶରଥଙ୍କର କେଉଁ ନୟନ ଘନ ଘନ ସ୍ଫୁରଣ ହେଉଥିଲା ଯାହାଫଳରେ ଏପରି ବିପରୀତ ବୋଧକ ଘଟଣାମାନ ସୃଷ୍ଟି ହୋଇଥିଲା ସେହି ଅଯୋଧ୍ୟାପତି ଦଶରଥଙ୍କର ସେ ବାମ ନୟନ କେଉଁ ନୟନରେ ସେ ବାମ ନୟନ ଘନ ଘନ ସ୍ଫୁରଣ ହେଉଥିଲା। ସେହିପରି ଭାବରେ କ୍ୱେଶ୍ଚିନ୍ ନମ୍ବର 9 ରାଜା ଦଶରଥଙ୍କର କୁଳଗୁରୁ କିଏ ଥିଲା କାହାକୁ ସେ ପ୍ରାର୍ଥନା କରୁଥିଲେ କି ସେହି ବଶିଷ୍ଠ ରାଜା କିଏ ସେ ବଶିଷ୍ଠ ରାଜା ଥିଲେ ଋଷିଶ୍ରେଷ୍ଠ ମହର୍ଷି ବଶିଷ୍ଠ ରାଜା ଦଶରଥଙ୍କର କୁଳଗୁରୁ ଥିଲେ କିଏ ସେ ବଶିଷ୍ଠ ରାଜା ଥିଲେ ଦଶରଥଙ୍କର କୁଳଗୁରୁ ଅଟନ୍ତି। ସେହିପରି ଭାବରେ ଆଲୋଚନା କରିବା କ୍ୱେଶ୍ଚିନ୍ ନମ୍ବର 10 ନମ୍ବର ପରଶୁରାମଙ୍କ ପିଠିରେ କେଉଁ ଛାଲ ପ୍ରଦାନ କରିଥିଲେ ପିଠିରେ ବ୍ୟାଘ୍ର ଓ କଟିରେ କଟିରେ କୃଷ୍ଣାଜିନ ଛାଲ ପରିଧାନ କରିଥିଲେ କିଏ ସେ ପରଶୁରାମ। ସେହିପରି ଭାବରେ କ୍ୱେଶ୍ଚିନ୍ ନମ୍ବର 11ରେ ଅଛି ଭୃଗୁପତି କିଏ ମହାତେଜା ପରଶୁରାମ ଭୃଗୁପତି ଅଟନ୍ତି ମହାତେଜା ବା ଯିଏ କ୍ଷତ୍ରିୟମାନଙ୍କର ଐରୀ ବା ଶତ୍ରୁ ଥିଲା ମହାତେଜା ଯିଏକି ଭୃଗୁପତି ଥିଲେ ପରଶୁରାମଙ୍କର ପିତା ନାମ କ'ଣ ପରଶୁରାମଙ୍କ ପିତାଙ୍କ ନାମ ହେଉଛି ଯମଦଗ୍ନି ଓ ତାଙ୍କ ମାତାଙ୍କ ନାମ ହେଉଛି କ'ଣ ରେଣୁକା ରେଣୁକା ଜାଣିଲ ପିଲେ ଏହିସବୁ ମଧ୍ୟ ଆଉ
ଆଉ କେଉଁଠାରେ ପଡ଼ିବ ନାହିଁ ଏଭଳି ଭାବରେ କୋଶ୍ଚିନ୍ ମଧ୍ୟ ବୋର୍ଡ଼ ଏକ୍ଜାମ୍ରେ ଏଭଳି ଭାବରେ କୋଶ୍ଚିନ୍ ପଡ଼ିବ। ଏହି MCQରୁ ହିଁ MCQ ପଡ଼ିବ। ଆଉ ଏହି ଗୋଟିଏ ବାକ୍ୟର ଉତ୍ତର ଦେବା ଏଠାରୁ ହିଁ ସେଇ ଗୋଟିଏ ବାକ୍ୟର ଉତ୍ତର ଦେବାର କୋଶ୍ଚିନ୍ର ମଧ୍ୟ ପଡ଼ିଥାଏ। ସେପରି ଭାବରେ ଏହାକୁ ଆଲୋଚନା କରିବା, ଏହାକୁ ବୁଝିବାର ମୁଖ୍ୟ ଛାତ୍ରର ମୌଳିକ କର୍ତ୍ତବ୍ୟ। ସେପରି ଭାବରେ କୋଶ୍ଚିନ୍ ନମ୍ବର 13କୁ ଆଲୋଚନା କରିବା। କ'ଣ ଅଛି? ପୋଷାମଙ୍କ ଜଟା କେଉଁ ବର୍ଣ୍ଣ, ଏଇଟା ବର୍ଷ ଲେଖାଯାଏ, ଭୁଲ ମିଷ୍ଟେକ୍ ଅଛି। କେଉଁ ବର୍ଣ୍ଣରେ ପୋଷାମଙ୍କର ସେଇ ଜଟା କିଭଳି ଭାବରେ ବା କେଉଁ ବର୍ଣ୍ଣର ଥିଲା? ସେ ପିଙ୍ଗଳ ବର୍ଣ୍ଣ ଜଟା ଥିଲା। କେଉଁ ଜଟା ଥିଲା? ପୋଷାମଙ୍କ ଜଟା ପିଙ୍ଗଳ ବର୍ଣ୍ଣର ଥିଲା। କେଉଁ ବର୍ଣ୍ଣ? ପିଙ୍ଗଳ ବର୍ଣ୍ଣର ଥିଲା। ସେହିପରି ଭାବରେ ଆଲୋଚନା କରିବା ଏବେ କୋଶ୍ଚିନ୍ ନମ୍ବର 14। କ'ଣ କୋଶ୍ଚିନ୍ ନମ୍ବର 14 କ'ଣ ଅଛି? ପରଶୁରାମଙ୍କ ଏହି କଣ୍ଠରେ ପରଶୁରାମ କଣ୍ଠରେ କ'ଣ ପିନ୍ଧିଥିଲେ? କର୍ଣ୍ଣରେ କ'ଣ ଧାରଣ କରିଥିଲେ? କର୍ଣ୍ଣରେ କୁଣ୍ଡଲ। ପରଶୁରାମଙ୍କ କର୍ଣ୍ଣରେ କ'ଣ ପିନ୍ଧିଥିଲେ? କୁଣ୍ଡଲ। ଏଠାରେ ହେବ କର୍ଣ୍ଣରେ କ'ଣ ପିନ୍ଧିଥିଲେ? କର୍ଣ୍ଣରେ କୁଣ୍ଡଲ ପିନ୍ଧିଥିଲେ। ଏପରି ଭାବରେ ହେବ। ଏଇଟା ପେଣ୍ଟିଂ ମିଷ୍ଟେକ୍ ଥିବାରୁ ଏଭଳି ଭାବରେ ଦେଖାଯାଇଛି, ତାକୁ ସୁଧାରି ଦେବାର। କିନ୍ତୁ ଯଦି ଛାତ୍ରମାନେ ଖାତାରେ ଏଗୁଡ଼ିକୁ ନୋଟ୍ କରିନିଅନ୍ତୁ, ଯାହାଫଳରେ ପୁଣି ଥରେ କବିତାକୁ ଦେଖିଲେ ତୁମର ସବୁ ଗୁଡ଼ିକ ପ୍ରଶ୍ନ ଗୁଡ଼ିକ ଆନ୍ସାର୍ ଗୁଡ଼ିକ ସବୁ ମନେ ପଡ଼ିଯିବ। ସେପରି ଭାବରେ ପରଶୁରାମ କଟିରେ କି ଛାଲ ପରିଧାନ କରିଥିଲେ? କଟିରେ କେଉଁ ଛାଲରେ? କଟିରେ ସେ କେଉଁ ଛାଲ? କଟିରେ ହେଉଛି ସେଇ କୃଷ୍ଣାଜୀନ ଛାଲ ପରିଧାନ କରିଥିଲେ। କେହି? ସେ ପରଶୁରାମ ପରିଧାନ କରିଥିଲେ ସେ କୃଷ୍ଣାଜୀନ ଛାଲକୁ। ସେହିପରି ଭାବରେ କୋଶ୍ଚିନ୍ ନମ୍ବର ଏବେ 16କୁ ଆଲୋଚନା କରିବା କି ସେ ପରଶୁରାମଙ୍କର ସେ ଡାହାଣ ହସ୍ତରେ କେଉଁ ଅସ୍ତ୍ର ଥିଲା? ଡାହାଣରେ କେଉଁ ଅସ୍ତ୍ର ଥିଲା? ଡାହାଣରେ କୋଠାର ଥିଲା। କ'ଣରେ? ସେ କୋଠାର। ବାମରେ ଧନୁ ଥିଲା। କିନ୍ତୁ ତାଙ୍କର ସେ ଡାହାଣରେ କ'ଣ ଥିଲା? ଡାହାଣରେ କୋଠାର ଅସ୍ତ୍ର ଥିଲା। କାହାର? ସେ ପରଶୁରାମଙ୍କର ଡାହାଣ ହସ୍ତରେ ଥିଲା। ହେଲା। ସେପରି ଭାବରେ କୋଶ୍ଚିନ୍ ନମ୍ବର 17କୁ ଏବେ ଆଲୋଚନା କରିବା। ଇନ୍ଦ୍ରଦେବ କେଉଁ ଧନୁ ଧରିବାକୁ ଅକ୍ଷମ ହୋଇଥିଲେ? ଇନ୍ଦ୍ରଦେବ ସେଇ ଶିବ ଧନୁ ଧରିବା ପାଇଁ ଅକ୍ଷମ ହୋଇଥିଲେ ଓ ତ୍ରିପୁରାସୁରର ମଧ୍ୟ ମୃତ୍ୟୁ ହୋଇଥିଲା। ଏହି ଧନୁରେ ସେ ଶିବ ଧନୁରେ ଯେଉଁ ଧନୁକୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ବହନ କରି ସେ ତାଙ୍କର ପାଣି ଗ୍ରହଣ କରିଥିଲେ। ସେହିପରି ଭାବରେ କୋଶ୍ଚିନ୍ ନମ୍ବର 18ରେ କ'ଣ ଅଛି? ରାମଚନ୍ଦ୍ର କାହା ପ୍ରତି କ୍ରୋଧ ନ କରିବା କଥା କହିଛନ୍ତି? ରାମଚନ୍ଦ୍ର ଗୁରୁ ବ୍ରାହ୍ମଣ ତଥା କୁଲ ଦାତା ପରଶୁରାମଙ୍କ ପ୍ରତି କ୍ରୋଧ ନ କରିବା କଥା କହିଛନ୍ତି। କେଉଁ କଥାରେ? ରାମଚନ୍ଦ୍ର କାହା ପ୍ରତି କ୍ରୋଧ ନ କରିବା କଥା? ସେ ପରଶୁରାମଙ୍କ ପ୍ରତି କ୍ରୋଧ ନ କରିବା କଥା କହିଛନ୍ତି। ସେହିପରି ଭାବରେ ଆଲୋଚନା କରିବା ଏବେ 19 ନମ୍ବର। ଶିବ ଧନୁରେ କେଉଁ ସୁରର ପ୍ରାଣ ଯାଇଥିଲା? ସେ ତ୍ରିପୁରର ବିଜୟୀ ଥିଲେ, ଯିଏକି ତାଙ୍କର ସେ ଶିବ ଧନୁରେ ମୃତ୍ୟୁ ହୋଇଥିଲା। କାହାର? ସେ ତ୍ରିପୁରାସୁରର। ଏବେ କୋଶ୍ଚିନ୍ ଆଲୋଚନା କରିବା। କ'ଣ? ସେ 20 ନମ୍ବରରେ କ'ଣ ଅଛି ତାହା ବିଷୟରେ ଆଲୋଚନା ଏବେ କରିବା କି ପରଶୁରାମ ରାମଚନ୍ଦ୍ର କେଉଁ ଦିବ୍ୟ ଧନୁ କଥା କହିଛନ୍ତି? ପରଶୁରାମ ସେହି ଦିବ୍ୟ ଧନୁ କହିଛନ୍ତି ଯେଉଁ ଧନୁକୁ ସ୍ୱର୍ଗାଧିପତି ଇନ୍ଦ୍ର ଧାରଣ ପାଇଁ ଅସମର୍ଥ ଥିଲା ଓ ଯେଉଁ ଧନୁରେ ତ୍ରିପୁରାସୁରର ବିନାଶ ହୋଇଥିଲା। ସେହି ଦିବ୍ୟ ଧନୁ କଥା ପରଶୁରାମ ରାମଚନ୍ଦ୍ରଙ୍କୁ କହିଛନ୍ତି। ଯେଉଁ ଧନୁରେ ସେହି ତ୍ରିପୁରାସୁର, ଯେଉଁ ଧନୁରେ ସେହି ଇନ୍ଦ୍ର ଧାରଣକୁ ଅକ୍ଷମ ହୋଇଥିଲା, ସେହି ଧନୁରେ କିଭଳି ଭାଙ୍ଗିଲା ବୋଲି ଏହି କୋଶ୍ଚିନ୍ ଗୁଡ଼ିକ ଏଠାରେ ଆଲୋଚନା କରାଯାଇଛି। କିଏ କହିଛି? ସେ ପରଶୁରାମ କହୁଛି। କାହାକୁ? ସେ ରାମଚନ୍ଦ୍ରକୁ କହିଛି। କୋଶ୍ଚିନ୍ ନମ୍ବର 21। ରାମଚନ୍ଦ୍ର ପରଶୁରାମଙ୍କ ଠାରୁ କୋଦଣ୍ଡ କେଉଁ ହସ୍ତରେ ନେଇଥିଲେ? ଶେଷରେ ଦେଇଥିଲେ କୋଦଣ୍ଡ ପରୀକ୍ଷା ପାଇଁ। ଯେହେତୁ ସେ ଶ୍ରୀରାମଚନ୍ଦ୍ରଙ୍କର ସେହି ଶକ୍ତିକୁ ଜାଣିବା ପାଇଁ ସେହି ପରଶୁରାମ ପରୀକ୍ଷା କରିଥିଲେ। କାହାକୁ? ସେ ଶ୍ରୀରାମଚନ୍ଦ୍ରକୁ। କେଉଁ ହସ୍ତରେ ତାମାନେ କୋଦଣ୍ଡ ଦେଇଥିଲେ? ତୁମେ ଲେଖିବ ଦକ୍ଷିଣ ହସ୍ତରେ। କେଉଁ ହସ୍ତରେ? ଦକ୍ଷିଣ ହସ୍ତରେ ବା ହାତରେ। ସେପରି କୋଶ୍ଚିନ୍ ନମ୍ବର 22 ଅଛି। ରଘୁମଣି କିଏରେ? ରଘୁମଣି ହେଉଛନ୍ତି ଦଶରଥ ନନ୍ଦନ ଶ୍ରୀରାମଚନ୍ଦ୍ର ହେଉଛନ୍ତି ସେହି ରଘୁମଣି। କିଏ? ଶ୍ରୀରାମଚନ୍ଦ୍ର ହେଉଛନ୍ତି ରଘୁମଣି ବୋଲି କୁହାଯାଇଛି। ସେହିପରି ଭାବରେ MCQ ବା 4ଟି ବାକ୍ୟର ଉତ୍ତର ମଧ୍ୟ ବି ଶେଷ ହୋଇସାରିଛି।
ଗୋଟିଏ ବାକ୍ୟରେ ମଧ୍ୟ ବି ଉତ୍ତର ଶେଷ ହୋଇସାରିଛି। ଏବେ ଆଲୋଚନା କରିବା 2 ନମ୍ବର ବିଶିଷ୍ଟ ପ୍ରଶ୍ନ। କିଭଳି ଭାବରେ 2 ନମ୍ବର ଗୁଡ଼ିକର ପ୍ରଶ୍ନର ଉତ୍ତର ଦେବ ଆଉ କିଭଳି ଭାବରେ 2ରୁ 2 ମାର୍କ ପାଇବ ସେ ବିଷୟରେ ଏବେ ଆଲୋଚନା କରିବା। କ୍ଷୁଦ୍ର ଉତ୍ତରମୂଳକ 2 ନମ୍ବର ବିଶିଷ୍ଟ ପ୍ରଶ୍ନ 2ଟି ବାକ୍ୟରେ ଲେଖ। ଗୋଟେ ଲେଖାଲେଖଙ୍କ ସୂଚନା ପାଇଁ 1 ନମ୍ବର ଆଉ ଉତ୍ତର ପାଇଁ 1 ନମ୍ବର ମିଳିବ, ଯାହା 1 ପ୍ଲସ୍ 1 ଇଣ୍ଟୁ କେତେରେ 2 ହେବ, 2 ହେବ, କେତେ ହେବ 2 ହେବ। ସେଭଳି ଭାବରେ କ୍ୱେଶ୍ଚିନ୍ ନମ୍ବର 1କୁ ଆଲୋଚନା କରିବା 2 ମାର୍କ ହେଲା। କବି ବଳରାମ ଦାସଙ୍କ 2 ଖଣ୍ଡ ପୁସ୍ତକର ନାମ କ'ଣ ଥିଲା? ତମେ ଲିଖିବ। ଆଲୋଚ୍ୟ ପ୍ରସମ ଭେଟ ଶୀର୍ଷ କବିତାଟି ଉଦ୍ଧାର କରାଯାଇଛି କାହାଦ୍ୱାରା? ଶ୍ରୀ ବଳରାମ ଦାସଙ୍କର ଅନ୍ୟ 2ଟି ପୁସ୍ତକର ନାମ ହେଲା ବଟବକାଶ ବା ଭାବସମୁଦ୍ର। ମୁଁ ପ୍ରଥମରେ ଏହି କବିତା ଗୁଡ଼ିକର କବି ପରିଚୟରେ ମଧ୍ୟ ମୁଁ ଆଲୋଚନା କରିଛି। ଏହି କବିତା ଗୁଡ଼ିକର ସେହି କବି କିଏ ଲେଖିଛି, କେଉଁଠୁ ଆସିଛି, ତାଙ୍କର କବିତା ଗୁଡ଼ିକ କ'ଣ ତାହା ଲେଖିବ ଘୋଷିବ ବୋଲି କହିଥିଲି। ତାହା ମଧ୍ୟ ବି ଏଭଳି ଭାବରେ କୋଶ୍ଚିନ୍ରେ ପଡ଼ିଥାଏ। ତାଙ୍କର 2ଟି ପୁସ୍ତକ 3ଟି ପୁସ୍ତକ ଏଭଳି ହେଲେ ତାଙ୍କର ପୁସ୍ତକ ଗୁଡ଼ିକ ଆଲୋଚନା କରିଥାଏ। ଏଭଳି ଭାବରେ 2 ମାର୍କିଆ 1 ମାର୍କିଆ ପଡ଼ିଥାଏ, ତାଙ୍କର ଏଭଳି ଭାବରେ କୋଶ୍ଚିନ୍ ପଡ଼ିଥାଏ। ସେଭଳି ଭାବରେ ଏହାକୁ ମୁଖସ୍ଥ ଖାତାରେ ନୋଟ୍ କରି ହେଲା। କହିଛି ଏଠାରେ ପରଶୁରାମ ଭେଟ କବିତାଟି କବି ହେଉଛନ୍ତି କିଏ? ବଳରାମ ଦାସ। 2 ଖଣ୍ଡ ପୁସ୍ତକର ନାମ ହେଉଛି ବଟବକାଶ, ଗୋଟିଏ ହେଲା ଭାବସମୁଦ୍ର। ସେପରି ଭାବରେ ଏହି କବିତା ପାଇଁ 1 ନମ୍ବର ଓ ସେ ଲେଖା ଲେଖକ ପାଇଁ ଓ ସେ ଆନ୍ସର୍ ପାଇଁ 1 ନମ୍ବର, ଯାହାର ମୂଲ୍ୟ ହେଉଛି 2 ନମ୍ବର ବିଶିଷ୍ଟ। ସେପରି ଭାବରେ ଆଲୋଚନା କରିବା 2 ନମ୍ବର ବିଶିଷ୍ଟ ପ୍ରଶ୍ନର 2 ନମ୍ବର। ରାମ ସୀତାଙ୍କ ବିବାହ ପରେ ମିଥିଳା କଟକରୁ ଆସିଲା ବେଳେ ରାଜାମାନେ ସେମାନଙ୍କୁ କ'ଣ ଦେଉଥିଲେ? ଆଲୋଚ୍ୟ ପରଶୁରାମ ଭେଟ କବିତାଟି ବଳରାମ ଦାସଙ୍କ ଜଗମୋହନ ରାମାୟଣର ଆଦିକାଣ୍ଡର ଅଂଶବିଶେଷ ଅଟେ। ସେପରି ଭାବରେ କବିଙ୍କର ବର୍ଣ୍ଣନା ଅନୁଯାୟୀ ଦଶରଥ ନନ୍ଦନ ବା ଶ୍ରୀରାମଚନ୍ଦ୍ର ଜାନକୀ ନନ୍ଦନଙ୍କ ସୀତାଙ୍କୁ ବିବାହ କରିଲା ପରେ ଅଯୋଧ୍ୟା ପ୍ରତ୍ୟାଗମନ ପଥରେ ପଥ ପାର୍ଶ୍ୱରେ ରାଜାଙ୍କ ରାଜାମାନେ ସେ ରାଜ୍ୟର ରାଜାମାନେ କ'ଣ କରୁଥିଲେ? ସେ ଉପହାର ଦେଉଥିଲେ କାହାକୁ? ସେ ଶ୍ରୀରାମଚନ୍ଦ୍ରଙ୍କ ଅପେକ୍ଷା ପାଇଁ ସେ କ'ଣ କରୁଥିଲେ? ଉପହାରମାନ ପ୍ରଦାନ କରୁଥିଲେ ବୋଲି କୁହାଯାଇଛି। ସେହିପରି ଭାବରେ 3 ନମ୍ବର ଗୁଡ଼ିକ ପ୍ରଶ୍ନ ଆଲୋଚନା କରିବା। ସିଦ୍ଧବନରେ କାହା ସହିତ ଭେଟ ହେଲେ ବିପଦର ଆଶଙ୍କା ବୋଲି ବଶିଷ୍ଠ କହିଛନ୍ତି? କେଉଁ ସମୟରେ? ଯେଉଁ ସମୟରେ ସେହି ମହାରାଜା ଯିଏକି କିଏ ରାଜା ଦଶରଥ, ଯେଉଁ ସମୟରେ ତାଙ୍କର କୁଲଗୁରୁ ବଶିଷ୍ଠଙ୍କୁ ପ୍ରାର୍ଥନା କରିଥିଲେ, ସେ ସମୟରେ ବଶିଷ୍ଠ କହିଛନ୍ତି କେଉଁ ସମୟରେ ସିଦ୍ଧବନରେ ତାମାନେ ବିପଦ ବୋଲି କୁହାଯାଇଛି। ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ଜଗମୋହନ ରାମାୟଣ ଆଦିକାଣ୍ଡର ଅଂଶବିଶେଷ। ଏହା ହେଉଛି 1 ନମ୍ବର ଆନ୍ସର୍ ପାଇଁ। ଏଠାରେ ମହର୍ଷି ବଶିଷ୍ଠ କ୍ଷତ୍ରିୟ ଦର୍ପଦଳନ ଯମଦଗ୍ନିଙ୍କ ପୁତ୍ର ପରଶୁରାମଙ୍କ ସହିତ ସିଦ୍ଧବନରେ ଭେଟ ହେଲେ ବିପଦର ଆଶଙ୍କା ବୋଲି କୁହାଯାଇଛି। କାହା ସହିତ ସେଠାରେ ଭେଟ ହେଲେ? ଇନ ଲେଖିବ। ସେହି ସିଦ୍ଧବନରେ ପରଶୁରାମଙ୍କ ସହିତ ଭେଟ ହେଲେ ବିପଦର ଆଶଙ୍କା ବୋଲି କୁହାଯାଇଛି। ସେପରି ଭାବରେ ଏବେ ଆଲୋଚନା କରିବା କ୍ୱେଶ୍ଚିନ୍ ନମ୍ବର 4। ସୈନ୍ୟ ସାମନ୍ତ ଯାଇ ରାଜା ଦଶରଥଙ୍କୁ କ'ଣ କହିଲେ? ଆଲୋଚ୍ୟ ପରଶୁରାମ ଭେଟର କବିଙ୍କର ବଳରାମ ଦାସଙ୍କ ଜଗମୋହନ ରାମାୟଣର ଅଂଶବିଶେଷ। ଏଇଟା ହେଉଛି କେତେ? 1 ମାର୍କ କବିତା ପାଇଁ। ଏଠାରେ ପରଶୁରାମ ଭେଟ କବିତା ଅଛି, କବି ହେଉଛନ୍ତି କି ବଳରାମ ଦାସ। ଏ କବିତା ପାଇଁ 1 ମାର୍କ ଓ ସେ ଆନ୍ସର୍ ପାଇଁ 1 ମାର୍କ, ଯାହାକୁ 2 ମାର୍କ ବୋଲି କୁହାଯାଇଛି। ସେପରି କ'ଣ କହିଛନ୍ତି ସେ ସୈନ୍ୟ ସାମନ୍ତ? ପ୍ରଳୟ ଅନଳ ସମାନ ଭୟଙ୍କର ଓ ସୂର୍ଯ୍ୟଙ୍କର ସମତେଜସ୍ୱୀ ପରଶୁରାମଙ୍କର ଆଗମନରେ ସୈନ୍ୟମାନେ ଅତିଶୟ ଭୟଭୀତ ହୋଇ ମହାରାଜ ଦଶରଥଙ୍କୁ ତାଙ୍କର ସେ ପଥରୋଧ କରିବାର ସମାଚାର ଅବଗତ କରିଛନ୍ତି। କ'ଣ କହିଛନ୍ତି ବୋଲେ ସେମାନେ ସେହି ପରଶୁରାମଙ୍କର ସେ ପଥରୋଧର ସୁସମାଚାର ଅବଗତ କରିଛନ୍ତି, ଲେଖିଲେ ମଧ୍ୟ ବି ହେବ। କିନ୍ତୁ ସେ କବିତା ଲେଖିବା ନିହାତି ଆବଶ୍ୟକ, ନହେଲେ ଆନ୍ସର୍ ଲେଖିଥିବ ଯଦି ନ ବି ଜାଣିଛ ଆନ୍ସର୍ କିନ୍ତୁ କବିତା ଲେଖିଛ ତେବେ ସେଥିପାଇଁ 1 ନମ୍ବର ବିଶିଷ୍ଟ ପ୍ରଶ୍ନର ମୂଲ୍ୟ ଆନ୍ସର୍ ପାଇବାର। ପରଶୁରାମଙ୍କର ଆଗମନ କଥା ଶୁଣି ରାଜା ଦଶରଥଙ୍କ ଅବସ୍ଥା କ'ଣ ହୋଇଥିଲା? ଜାଣିଛନ୍ତି ରାଜା ଦଶରଥ କି ଯଦି ସେ ପରଶୁରାମ କ୍ଷତ୍ରିୟର ତାଙ୍କର ସେ ଐରୀ ଯେହେତୁ ଏଠାକୁ ଆସିବ ତେବେ ମୋର ପୁତ୍ରଙ୍କର ହତ୍ୟା କରିବ ବୋଲି ସେ ଭୟରେ ଅବସ୍ଥା ହୋଇଛି। କିପରି ଅବସ୍ଥା ହୋଇଛି ବୋଲି ଏଠାରେ କୁହାଯାଇଛି। କିଭଳି ଅବସ୍ଥା? ଦଶରଥ ପରଶୁରାମ ଭେଟ କବିତାଟି କବି ବଳରାମ ଦାସଙ୍କ ବିରଚିତ ଜଗମୋହନ ରାମାୟଣର ଆଦିକାଣ୍ଡର ଅଂଶବିଶେଷ ଅଟେ। ପରଶୁରାମଙ୍କର ଆଗମନ ସହଜାତ ଅବଗତ ହୋଇ ରାଜା ଦଶରଥ ହତୋତ୍ସାହିତ ହୋଇ ବିଧାତାଙ୍କୁ ସ୍ମରଣ କରି ଦୁଃଖରେ ଦୀର୍ଘଶ୍ୱାସ ସହ ବଶିଷ୍ଠଙ୍କୁ ଶୋକାକୁଳିତ କଣ୍ଠରେ ସୁମଚରିତ ପ୍ରସଙ୍ଗକୁ ପ୍ରାର୍ଥନା କରିଛନ୍ତି। ସେ ଦୁଃଖରେ ସେ ତାମାନେ ଦୀର୍ଘଶ୍ୱାସ ସହ ବଶିଷ୍ଠଙ୍କୁ କୋଲାକୁଳିତ କରିଛନ୍ତି, କ'ଣ ଶୋକାକୁଳିତ କରିଛନ୍ତି। ତାମାନେ
ରେତସ୍ୱର ଅବସ୍ଥା କ'ଣ ଅଛି ତୁମେ ଲେଖିବ ସେ ଦୀର୍ଘ ଶ୍ୱାସ ବଶିଷ୍ଠଙ୍କର କୋଷାକୁଳିତ ଶୁକାକୁଳିତ କଣ୍ଠରେ ସମୁଚିତ ବାସନା ପ୍ରାର୍ଥନା କରିଛନ୍ତି। ଏଗୁଡ଼ିକ ଲେଖିଲେ ବି 2 ନମ୍ବର ବିଶିଷ୍ଟ ଗୋଟେ କୋଶ୍ଚିନ୍ ପାଇଁ 2 ନମ୍ବର ମିଳିପାରିବ। କୋଶ୍ଚିନ୍ ନମ୍ବର 6 ପରଶୁରାମ କେଉଁ ମୁଦ୍ରାରେ ବସିଥିଲେ? କି ପ୍ରକାର ବାଦ୍ୟ ଶୁଣି କ୍ରୋଧିତ ହୋଇଥିଲେ? ପରଶୁରାମ କେଉଁ ମୁଦ୍ରାରେ ସେ ସେ ପରଶୁରାମ ଭଟ୍ଟ କବିତାରେ ବଳରାମ ଦାସଙ୍କର ସେ ଯୋଗ ମହାରାମାୟଣ ଆଦିକାଣ୍ଡ ଏଥିରେ ଖାଲି ଏମାନେ ବେଶୀ ମିଳିବ। ତାପରେ ଆନ୍ସର୍ ହେଉଛି ପରଶୁରାମ ଧ୍ୟାନ ମୁଦ୍ରାରେ କେଉଁ ମୁଦ୍ରାରେ ବସିଥିଲେ ତୁମେ ଲେଖିବ। କେଉଁ ମୁଦ୍ରାରେ ଅର୍ଥ ହେଉଛି ସେ ଧ୍ୟାନ ମୁଦ୍ରାରେ। କେଉଁ ମୁଦ୍ରା ଏଠାରେ ଲେଖିବ ପରଶୁରାମ କେଉଁ ମୁଦ୍ରାରେ? ଧ୍ୟାନ ମୁଦ୍ରାରେ। କି ପ୍ରକାର ବାଦ୍ୟରେ? ସେ ବୀରତ୍ୱର ବାଦ୍ୟ ଶୁଣିକି ରାଜା ଦଶ ତାଙ୍କର ସମାଜ ଭାଙ୍ଗିଲେ ଆଉ କ୍ରୋଧାନ୍ୱିତ ହୋଇ ପଡ଼ିଛନ୍ତି କିଏ? ସେ ପରଶୁରାମ। କୋଶ୍ଚିନ୍ ନମ୍ବର 7 ପରଶୁରାମ ତାଙ୍କର ଶରୀରର କେଉଁ ଅଂଶରେ ନାଗବନ୍ଧ ପିନ୍ଧିଥିଲେ ଓ କୋଟିରେ କ'ଣ ପରିଧାନ କରିଥିଲେ? ଏଭଳି ଭାବରେ କୋଶ୍ଚିନ୍ ଆସିଥାଏ ଦୁଇଟି ଯୋଡ଼ି ସେପରି ତୁମେ ଲେଖିବ ପରଶୁରାମ ଭଟ୍ଟ କବିତାଟି କବି ବଳରାମ ଦାସଙ୍କ ଯୋଗ ମହାରାମାୟଣ ଆଦିକାଣ୍ଡରୁ ଆସିଛି। ତାପରେ ଏଠାରେ କହିଛି କେଉଁ ଅଂଶରେ ବା ନାଗବନ୍ଧ ପିନ୍ଧିଥିଲେ ତୁମେ ଲିଖିବ ମସ୍ତକରେ। କେଉଁଠାରେ? ସେ ମସ୍ତକରେ ନାଗବନ୍ଧ ପିନ୍ଧିଥିଲେ। କୋଟିରେ କ'ଣ ପରିଧାନ କରିଥିଲେ? କୋଟିରେ କହିଥିଲେ ନା କାଛଟା। ଯଦି ଛାଲ ଲେଖିଛି ତେବେ ତୁମେ ଲେଖିବ କୃଷ୍ଣାଜିନ ଛାଲ। ଯଦି ପରିଧାନ ଲେଖିଛି ଯଦି କୋଟିରେ ବୋଲି କାଛଟା ଲେଖିବ। ଯାହା ଯେଭଳି ଭାବରେ କୋଶ୍ଚିନ୍ ଦେଇଥିବ ସେଭଳି ଭାବରେ ସେଇ କୋଶ୍ଚିନ୍ର ଆନ୍ସର୍ ବା ଉତ୍ତର ଦେବାକୁ ପଡ଼ିବ ଯାହା ମୂଲ୍ୟରେ ଯାହା ପାଇଁ ସେ କୋଶ୍ଚିନ୍ଟି ଠିକ୍ ହେବ। ପରଶୁରାମ ତାଙ୍କର ସେ ବାମ ଓ ଦକ୍ଷିଣ ହସ୍ତରେ କ'ଣ ଧାରଣ କରିଥିଲେ? ସେ ବାମ ହାତରେ କ'ଣ ଧାରଣ କରିଥିଲେ ଓ ଦକ୍ଷିଣ ହସ୍ତରେ କ'ଣ ଧାରଣ କରିଥିଲେ ତାହା ଆଲୋଚନା କରିବା। ପରଶୁରାମ ଭଟ୍ଟ କବିତାଟି କବି ବଳରାମ ଦାସଙ୍କ ଯୋଗ ମହାରାମାୟଣ ଆଦିକାଣ୍ଡର ଅଂଶବିଶେଷ ଅଟେ। ମହାତେଜା ପରଶୁରାମ ବାମ ହସ୍ତରେ ଏଠାରେ ସେ ବାମ ହସ୍ତରେ ତାଙ୍କର ବାମ ହସ୍ତରେ କ'ଣ ଧାରଣ କରିଥିଲେ? ବାମ ହସ୍ତରେ ତୁମେ ଲେଖିବ ଧନୁ ଓ ଡାହାଣ ହସ୍ତରେ ତୁମେ କ'ଣ ଲେଖିବ? କୋଠାର ଅସ୍ତ୍ର ଧାରଣ କରିଥିଲେ ବୋଲି ତୁମେ ଲେଖିବ। ସେହିପରି ଭାବରେ କୋଶ୍ଚିନ୍ ନମ୍ବର 9କୁ ଆଲୋଚନା କରିବା। ପରଶୁରାମ କାହାର ନନ୍ଦନ ଥିଲେ? କେଉଁ କୁଳକୁ ମଣ୍ଡନ କରିଥିଲେ? ସେ କବିତାରେ ମଧ୍ୟ ଆଲୋଚନା କରିଛେ। କି ପରଶୁରାମ ଭଟ୍ଟ କବିତାଟି କବି ବଳରାମ ଦାସଙ୍କ ଯୋଗ ମହାରାମାୟଣ ଆଦିକାଣ୍ଡ ଏପରି ଭାବରେ ଯଦି 2 ମାର୍କିଆ ଆସିଛି କବିତା ତେବେ ଏହି କବିତାର ସେ କବି କବିତା ପାଇଁ ଏମିତି ଲିଖିବ। ସବୁ ନମ୍ବରରେ ଏମିତି କବି କବିତା ପାଇଁ ଏମିତି ଲିଖିବ। ତା ଆନ୍ସର୍ ପାଇଁ ଠିକ୍ ଯେମିତି ଲେଖିବ ସେତିକି ମାର୍କ ପାଇବ। ଯଦି ଆନ୍ସର୍ ଠିକ୍ ଲେଖିଛ ତେବେ କବି କବିତା ପାଇଁ 1 ମାର୍କ ତାହା 1 ମାର୍କ 2 ମାର୍କ ମିଳିବ। ଯଦି କବି କବିତା ଯଦି ଆନ୍ସର୍ ନ ଜାଣିଛ ତେବେ ତାପରେ କବି କବିତା ଜାଣିଛ ତେବେ ଲେଖିଲେ ତାହା 1 ମାର୍କ ମିଳିବ ବାଧ୍ୟ ମିଳିବ ହେଲା। ସେପରି ଭାବରେ କାହାର ନନ୍ଦନ ଥିଲେ ପରଶୁରାମ? ସେହି ଯମଦଗ୍ନି ପିତା ଯମଦଗ୍ନି ଓ ମାତା ରେଣୁକାଙ୍କର ପୁତ୍ର ଥିଲେ ଓ କେଉଁ କୁଳକୁ ମଣ୍ଡନ କରିଥିଲେ? ତୁମେ ଲେଖିବ ଭୃଗୁ କୁଳକୁ ମଣ୍ଡନ କରିଥିଲେ। ସେ ପରଶୁରାମ ସେ ଭୃଗୁ କୁଳକୁ ମଣ୍ଡନ କରିଥିଲେ ବୋଲି ଆଲୋଚନା କରାଯାଇଛି ଏହି କବିତାରେ। ସେପରି ଭାବରେ କୁହାଯାଇଛି କୋଶ୍ଚିନ୍ ନମ୍ବର 10ରେ କ'ଣରେ? ମେରୁ ହୁଁ ଗୁରୁ ଏବଂ ବ୍ରଜ ହୁଁ ଆଣ୍ଟ କାହା ବିଷୟରେ କୁହାଯାଇଛି ଓ କିଏ କହିଛି? ଏହା ପରଶୁରାମ ଭଟ୍ଟ କବିତାର କବି ବଳରାମ ଦାସଙ୍କ ଯୋଗ ମହାରାମାୟଣର ଆଦିକାଣ୍ଡର ଅଂଶବିଶେଷ ଅଟେ। ତାପରେ ଅଛି ଏବାରେ କ'ଣ କୁହାଯାଇଛି ତାଙ୍କର କାହା ବିଷୟରେ କୁହାଯାଇଛି? ତୁମେ ଲେଖିବ ମହାବଳଶାଳୀ ପରଶୁରାମଙ୍କର ବିଷୟରେ ସେ ଶିବ ଧନୁ ଭଗ୍ନ କରିଥିବା ତାହାକୁ କୁହାଯାଇଛି। ସେ ମହାବଳୀ ପରଶୁରାମଙ୍କ ଶ୍ରୀରାମ ଭଗ୍ନ କରିଥିବା ଶିବ ଧନୁକୁ ମେରୁହୁଁ ଓ ବ୍ରଜହୁଁ ଆଣ୍ଟ ବୋଲି କୁହାଯାଇଛି ବୋଲି କିଏ କହିଛି? କିଏ କହିଛି? ସେ ପରଶୁରାମ କହିଛି। କିଏ କହିଛି? କହିଛନ୍ତି ପରଶୁରାମ କହିଛି। କାହା ବିଷୟରେ କୁହାଯାଇଛି? ସେ ଶିବ ଧନୁ ବିଷୟରେ କୁହାଯାଇଛି। ଶ୍ରୀରାମଙ୍କୁ ଭଗ୍ନ କରିଥିବା ଶିବ ଧନୁ ବିଷୟରେ ଆଲୋଚନା କରିଛନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟିକୁ ଅନ୍ କରିଦିଅନ୍ତୁ ଓ ଲାଇକ୍ ମଧ୍ୟ କରିଦିଅନ୍ତୁ। ଯାହାଫଳରେ ଏମିତି ଭାବରେ ଭିଡ଼ିଓ ମଧ୍ୟ ପାଇପାରିବେ ଓ ମୋତେ ମଧ୍ୟ ଏପରି ଭାବରେ ଭିଡ଼ିଓ ବନାଇବା ପାଇଁ ମୋତେ ଭଲ ଲାଗିବ। ଯଦି ଯେତେ ମାତ୍ରାରେ ଲାଇକ୍ ସେୟାର ଓ ସବସ୍କ୍ରାଇବ୍ ମିଳିବ ସେତେ ପରିମାଣରେ ମୋତେ ଏସବୁ ଭାବରେ ଭିଡ଼ିଓ ବନାଇବା ପାଇଁ ଭଲ ଲାଗିବ। ଠିକ୍ ଅଛି। ଜୟ ମା ସୁରେଶ୍ୱରୀ।